এই বছরই আসবে ঠিক আছে আজকে লাস্ট বোধ করছি হে করছি অনুগুলোটা তো লোক করছি অর্থ করে সারিবা পরে আশীর্বাদাত্মক মহাজগতী অর্থ করে সারিবা পরে পরে আম্ভে মানে মর্যাদা পুরুষ ভগবান রাম ঠাকুর জন্ম নেইଥିଲେ আজ নাই সারা ভারত বর্ষরে প্রভুঙ্কর জন্ম উৎসব পালন করা যাଉଛି ইতিহাস অবসରରେ ଆପଣମାନଙ୍କ ସମ୍ମୁଖରେ ସେଇ ରାମାୟଣର ଗୋଟିଏ ଆଶୀର୍ବାଦାତ୍ମକ ଶ୍ଲୋକଟିଏ ମୁଁ ଆଜି ଉଦ୍ଧାର କରିଛି ଦିନକର ଘଟଣା ଆଜ୍ଞା ସେତେବେଳକୁ ମର୍ଯ୍ୟାଦା ପୁରୁଷ ଭଗବାନ ରାମ ଠାକୁର ଜନ୍ମ ନେଇ ନଥାନ୍ତି ଅଯୋଧ୍ୟାଗତ କରେ ଅଯୋଧ୍ୟାଗତ ପରେ ଏଭଳି ଦୁଃଖ ଦୁର୍ଦ୍ଦଶା ପଡ଼ିଲା ବାପା ମନ୍ଦିର ଜଳ ମିଳିଲା ନାହିଁ ନାଇଁ ଶସ୍ୟଟିଏ ଉତ୍ପାଦନ ହୋଇପାରିଲା ନାହିଁ ଆଉ ଯେତେ ସବୁ ତୃଣ କହିଲେ ଘାସ ସବୁ ଜଳିବାକୁ ଲାଗିଲା ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣରେ ଗାଈ ମଧ୍ୟ ଖାଇବା ପାଇଁ ପାଇଲେ ନାହିଁ ଶସ୍ୟ ଯେତେବେଳେ ଫଳିଲା ନାହିଁ କେତେ ଦିନ ଖାଇବେ ଖାଉ ଖାଉ ମୋର ପଣ୍ଡିତ ମଣ୍ଡଳୀରେ ଯାହା ବାକି ଥିଲା ଶସ୍ୟ ସବୁ ତକ ସରିଗଲା ସମସ୍ତଙ୍କର ଯାହା କିଛି ଖାଦ୍ୟ ଥିଲା ସବୁ ସରିଗଲା ଆଉ ପାଇଲେନି କୂଅ ପୋଖରୀ ଶୁଖିଗଲା ଜଳ ନାହିଁ ନାଇଁ ଆପଣମାନେ ଯଦି କହିବେ ବୋରିଂ ମଧ୍ୟ ପାଇଲେ ନାହିଁ ଜଳ ସ୍ତରଟା ଏତେ ତଳକୁ ଖସିଗଲା ଆରେ ବହୁତ ଜଳ ବନ୍ଧାଇ ନାହିଁ ଓଡ଼ିଆ ଭାଗବତ ଜଗନ୍ନାଥ ଦାସ କହିଥାନ୍ତି କହିଲା ଜଳ ପବନ ଲାଗି ଦେହ চিৎকার এটা বাপা আপনি টেকে দেবেন পাল্লা চালিয়েছিলাম বিজয় বিজয় বোঝা যাজপুর জানুয়া 3 দিন পালা বহিলে রক্ষিছেন ছাড়িলেনি উচ্চ অনুষ্ঠান দশরথ পচারিলে মন্ত্রী সুমন্ত সুমন্ত প্রধানমন্ত্রী কাহিঁকি এভাবে চিৎকার করছেন না মহারাজ অনেক দিন হল বর্ষা হয়নি খাদ্য শস্য কিছু উৎপাদন হয়ে পারুনি পোখরীরে সব জল পরে শুখিগলানি পানি পাউনাহাନ୍ତି খাদ্য পাউনাহাନ୍ତି প্রজাମାନେ আয়া চিৎকার করছেন না ভଣ୍ଡାର ঘর ଦେଇଦେବୁ ନା ଭଣ୍ଡାର ଘର ଦେଇଦେଇକି ଆଉ ନାହିଁ ନା କାହିଁକି ଏ ଅଯୋଧ୍ୟା କଟକରେ ଏ ଦୁର୍ଭିକ୍ଷ ପଡ଼ିଲା କହିଲେ ଯାଅ କୁଳଗୁରୁ ବଶିଷ୍ଠଙ୍କୁ ନିମନ୍ତ୍ରିତ କର ମୋର ରକ୍ଷକ ବଶିଷ୍ଠ ଅଯୋଧ୍ୟା କଟ
ଆମର ପଣ୍ଡିତ ମଣ୍ଡଳୀ ଆଜି ସୁମନ୍ତରେ ଚଳି କୁଳଗୁରୁ ବଶିଷ୍ଠଙ୍କୁ ପ୍ରଣାମ କଲେ। କୁଳଗୁରୁ ପଚାରିଲେ ସୁମନ୍ତ କୁଆଡ଼େ ଆସିଛ? ନା ଆପଣଙ୍କୁ ନିମନ୍ତ୍ରିତ କରିଛି, କରିବା ପାଇଁ ମୁଁ ଆସିଛି। ଆଉ ଯଥାଶୀଘ୍ର ଅଯୋଧ୍ୟା କଟକରେ ପହଞ୍ଚିବା ପାଇଁ ରାଜାଙ୍କର ମତେ ନିର୍ଦ୍ଦେଶ ହୋଇଛି। ବଶିଷ୍ଠ ଆଶ୍ଚର୍ଯ୍ୟ ହୋଇଗଲେ। ଯଥାଶୀଘ୍ର ଯିବା ପାଇଁ ଦଶରଥ ନିମନ୍ତ୍ରିତ କରିଛନ୍ତି, ଏହାର କାରଣ ବୋଧେ କିଛି ଅଛି। ସୁମନ୍ତ ବର୍ତ୍ତମାନ ଯିବା ଚାଲ ନାଇଁ। ସୁମନ୍ତ କୁଳଗୁରୁଙ୍କୁ ସଙ୍ଗରେ ଆଣି ଅଯୋଧ୍ୟା କଟକରେ ପହଞ୍ଚିଗଲେ। ଯେତେବେଳେ ପହଞ୍ଚି ଯାଇଛନ୍ତି, ରାଜା ଦଶରଥ କୁଳଗୁରୁ ବଶିଷ୍ଠଙ୍କର ପଦଭକ୍ତ କରି ସାରି ଗୋଟିଏ ଗଣାଇ ଦିବ୍ୟ ଆସନରେ ନେଇ ବସାଇ ଦେଲେ। ପଚାରିଲେ କୁଳଗୁରୁ ରାଜା କାହିଁକି ନିମନ୍ତ୍ରିତ କରିଛ କୁହ? ନାଇଁ କୁଳଗୁରୁ, କୁଳରେ କଳଙ୍କ ପହଳିଛି, ସାରା ଅଯୋଧ୍ୟାବାସୀ ଆତ୍ମ ଉପରେ ତେଣୁ ପ୍ରଜାମାନେ ସମସ୍ତେ କଷ୍ଟ ଭୋଗୁଛନ୍ତି। ରାଜା ଦଶରଥ କହିଲେ ସ୍ୱାମୀଙ୍କର ଉପଦୃଷ୍ଟି ମୋ ଉପରେ ପଡ଼ିଛି। ଶନି ଗ୍ରହ ପଡ଼ିଛି ମୋ ଉପରେ। ହଉ ଆଜ୍ଞା ଆପଣ ଯାଆନ୍ତୁ। କୁଳଗୁରୁଙ୍କୁ ସସମ୍ମାନ ବିଦା କରିସାରିବା ପରେ ରାଜା କହିଲେ ହେ ଭେଙ୍ଗୁରାବାଲା, ଭେଙ୍ଗୁରା ଅଯୋଧ୍ୟା କଟକରେ ଯେତେ ଯୋଦ୍ଧା ଅଛନ୍ତି ସମସ୍ତଙ୍କୁ କୁହ ପ୍ରସ୍ତୁତ ଭୋଗୁ ଶନି ମହାଗ୍ରହ ସହିତ ଯୁଦ୍ଧ ହେବ। ଅଯୋଧ୍ୟାପୁରବାସୀ ମହାରାଜାଙ୍କର ଆଦେଶ ହୋଇଛି, କାଲି ନିଜ ନିଜର ରେସନ୍ତାର ବିପିଏଲ କାର୍ଡ ନେଇକି ଯିବ। ଭୁଲ ହେଲା କି ରେ? ନାଇଁ ସାରେ ଭୁଲ ହେଲା। ଆପଣ ମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ସୁଭଦ୍ରା ପରିବାର ପଦ ଲେଖିଲେ। ଭଞ୍ଜ ସାହିତ୍ୟ ନାହିଁ ତ ସାହିତ୍ୟ ନାହିଁ, ସଂସ୍କୃତି ନାହିଁ। କୁକୁଟ ଭିନ୍ନ ରାଜା ଆପଣ ଭଞ୍ଜ କହିଲେ ଧନ୍ୟ ଧନ୍ୟ ତୁମେ ଭଞ୍ଜ ସମ୍ରାଟ, କବିତା ବଳରେ ସେ ହେଉଛନ୍ତି ଭଞ୍ଜ। ସୁଭଦ୍ରା ପରିବାର ଗାନରେ ଲେଖିଲେ ଗୋଟିଏ ପଦ, ସେନଗର ଅଧିକାରୀ ଢେଙ୍ଗୁରା ଦେଇଦେଲା ନାଇଁ। ସମସ୍ତ ଯୋଦ୍ଧାମାନେ ପ୍ରସ୍ତୁତ ହେଇ ଆସି ପହଞ୍ଚିଲେ। ପ୍ରସ୍ତୁତି ହେଇଛି ବସିଲେ। ଶନି ମହାଗ୍ରହଙ୍କ ସହିତ ଯୁଦ୍ଧ ହବ। ଆକାଶ ମାର୍ଗକୁ ଯୋଦ୍ଧାମାନଙ୍କୁ ସଙ୍ଗରେ ଧରି ରାଜା ଦଶରଥ ଆଗେଇ ଚାଲିଲେ। ରଥ ଉଠିଲା ଉପରକୁ। ଯେତେବେଳେ ଶନି ମହାଗ୍ରହଙ୍କ ନିକଟତମ ହେଲେ ବାବାରେ ଜଣେଇ ଦିଆଗଲା, ହୋ ରାଜା ଶନି, ଶନି ମହାଗ୍ରହ ପ୍ରସ୍ତୁତ ରାଜା ଦଶରଥ ସହିତ ଯୁଦ୍ଧ କରିବା ପାଇଁ। ତୁ କାହିଁକି ଅଯୋଧ୍ୟାପୁରକୁ ଅନାହାର ଅନାବୃଷ୍ଟି କରିଛୁ? ଶୀଘ୍ର ଉତ୍ତର ଦେ, ନହେଲେ ତୋ କାନ୍ଥ ଭାଙ୍ଗି।
ଚିନ୍ତା କଲେ କହିଲେ କେଡ଼େ ସୁନ୍ଦର ରାଜା ପ୍ରଜାମାନଙ୍କ ପାଇଁ ନିଜର ଜୀବନଟାକୁ ଆଜି ଉତ୍ସର୍ଗ କରିବା ପାଇଁ ଆସିଛି। ଏ ରାଜା ହୁଏତ ଜାଣିନାହିଁ ଶନିର ପରାକ୍ରମ କଣ। ଶନି ଆଜ୍ଞା ଗୋପାଳନରେ ଯାହାକୁ ଆର ନେତ୍ରରେ ଚାହିଁବାକୁ ସେ କରିଛି ଯୁଦ୍ଧ କରିବା ପର କଥା। ରାଜା ଦଶରଥ ଜାଣି ଶୁଣି ଆମେ ଯାଇଛନ୍ତି ନିଜକୁ ମରଣ ମୁହଁରେ ପକେଇବା ପାଇଁ। ଏ ହେଉଛି ରାଜା ଜଣେ କ୍ଷତ୍ରିୟର ଧର୍ମ। କ୍ଷତ୍ରିୟ ହିଁ ପ୍ରଜା ରକ୍ଷୀ ପ୍ରାଣ ପ୍ରଦଣ୍ଡୟ ନିଜିତ୍ୟ ପର ସନ୍ନ୍ୟାସୀ ପାଳ କ୍ଷତ୍ରିୟ କେବେ ପଛଘୁଞ୍ଚା ଦିଏ ପ୍ରଜା ମାନଙ୍କର ରକ୍ଷା ପାଇଁ କି ସେ ନିଶ୍ଚିତ ଯୁଦ୍ଧ କରିବାକୁ କେବେ ପଛଘୁଞ୍ଚା ଦିଏନି। ବାବା ଶନି ମହାନହର ଭିତରେ ଚିନ୍ତା କଲେ ଏଡ଼େ ସୁନ୍ଦର ରାଜାକୁ ମୁଁ ପଡ଼ିନି। ବାବା ଆରରେ ଚାହିଁଦେଲେ କୁମ୍ଭାର ଯୁଦ୍ଧରେ রাজা উপরে দয়া করে শনি আনো চিৎকার করলে কিয়ে কেউঠারে আছো রক্ষা করো, কিয়ে কেউঠারে আছো রক্ষা করো, রক্ষা করো। তাহলে রক্ষা কর রক্ষা কর ସମସ୍ତେ ଖସୁଛି ରଥ ଗୋଟିଏ ଜଙ୍ଗଲ ଉପରେ ଗଛ ଗୁଡାକ ଗଛରେ ଯଦି ରଥ ବିକ୍ରି ହୋଇଯାଏ ସମସ୍ତଙ୍କର ପ୍ରାଣବାୟୁ ଉଡ଼ିଯିବ। ଚିତ୍କାର କରୁଛନ୍ତି ରଥ ଭିତରେ କିଏ କେଉଁଠି ଅଛ ଆମକୁ ରଖିବାକୁ। ଚିତ୍କାର ଯେତେବେଳେ କରୁଛନ୍ତି ଯେ ଶବ୍ଦ ଯାଇ ବାଜିଲା ଜଟାୟୁ ପକ୍ଷୀର କମରେ। ଜଟାୟୁ କଣ ପକ୍ଷୀ ଜଟାୟୁ ଚିନ୍ତା କଲା ଜଟାୟୁ କିଏ କି ଚିତ୍କାର କରୁଛନ୍ତି ରକ୍ଷା କର ରକ୍ଷା କର। ଏହା କହି ଜଟାୟୁ ଯେ ଚାହିଁଦେଲା ଆକାଶକୁ ଚାହିଁଦେଲା ଗୋଟିଏ ରଥ ଖସୁଛି ସେ ରଥ ଭିତରୁ ଆଜି ଚିତ୍କାର କରୁଛନ୍ତି ସମସ୍ତେ ଆମକୁ ରକ୍ଷା କର রক্ষা করো, রক্ষা করো। ଜଟାୟୁ ମନରେ ଭାବିଲା ଏ ରଥଟା ଯଦି ତଳେ ପଡ଼ିଯାଏ ନିଶ୍ଚିତ ଭାବରେ ଯେତେ ଜଣ ବସିଛନ୍ତି ରଥରେ କେହି ଜଣେ ବଞ୍ଚିବେନି। নাই 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 ବିସ୍ତାର କଲା ପକ୍ଷକୁ ଜଟାୟୁ କଲା କଣ ଉଠିଲା ଉଠିଲା ପକ୍ଷ ମୋହରେ ରଥ ଶ୍ରେଷ୍ଠ ପକ୍ଷୀମାନଙ୍କ ଭିତରେ ତୁମେ ହେତ ଶ୍ରେଷ୍ଠ। ଆଜି ଏ ରାଜା ଦଶରଥର ଜୀବନ ବଞ୍ଚାଇଥିବାର ମୁଁ ଆଜି ତୁମ ସହିତ ମୈତ୍ରୀତା ବା ବନ୍ଧୁତା ସ୍ଥାପନ କରୁଛି। ତୁମେ ହେଉଛ ମୋର ଆଜି ଠାରୁ ମୈତ୍ର। ମତେ ପକ୍ଷୀଟାକୁ ମୈତ୍ରୀ କଲ ନା ହବ ତ ହୋଇ ରାଜା ଦଶରଥ ଆଜ୍ଞା ଯାଚି ଦେଲେ ଏବେ ବର ବାକିନି। ରାଜା ଦଶରଥ ପିଲାରେ ସତ୍ୟ କଣ କରିବି ରଘୁକୁଳର ରୀତି ବୋଧେ ଜାଣିନି। ରାମଚରିତ୍ର ମାନସ କଣ କହିଲି ହେଲେ ରଘୁକୁଳରେ ରୀତି ସଦା ଚାଲି
ଯାହାକୁ ଥରେ କଥା ଦେଇ ଦିଅନ୍ତୁ ସେ କଥା ଆଉ ଫେରେ ନା ରଖିଦେଲା ନାହିଁ ତୁମେ ସତ୍ୟ କଲେ ମାଗି ମାଗିବି ନହେଲେ ମାଗି ପାରିବିନି ରାଜା ଦଶରଥ ଆଜ୍ଞା ସତ୍ୟ କଲେ ହଁ ଗୋଟେ ଦୁଧ ଗାଏ କଷିର ବଳି ବିଳମ୍ବ ଦୁଧ ଆଉ ରାହାତ ଧରା ସିଏ ସେଠି ଆମେ ସତ୍ୟ କରୁଛନ୍ତି ରାଜା ଦଶରଥ ହେଲେ ମୋ ଜୀବନ ରଖିଛ ବଳିରେ ସତ୍ୟ ଦେବେ ଜଳ ସେଦିନ ରାଜା ଦଶରଥ ଜଟାୟୁ ପକ୍ଷୀ ପାଖରେ ଜଟାୟୁ ମାଗିଲା ବାବା କହିଲା ହେ ରାଜା ତୁମର ଜ୍ୟେଷ୍ଠ ପୁତ୍ରକୁ ମତେ ଅର୍ପଣ କର ଚିନ୍ତା କଲେ ରାଜା ଦଶରଥ କହିଲେ ମୈତ୍ରୀ ଭଗବାନଙ୍କର ଦରବାରରେ ମୁଁ କି ପାପ କରିଛି ମୁଁ ଜାଣିନି ହେଲେ ପ୍ରଭୁ ମୋ ପୁଅର ସନ୍ତାନ ପର୍ଯ୍ୟନ୍ତ ଦେଇନାହାନ୍ତି ଯଦି ମୋର ଥାନ୍ତା ଗୋଟିଏ ପୁତ୍ର ଜ୍ୟେଷ୍ଠ ପୁତ୍ର ମୁଁ ତୁମକୁ ଦେଇଥାନ୍ତି ସତ୍ୟ କେବେ ଲଙ୍ଘି ପାରେ ନାହିଁ ରଘୁକୁଳ ହେଲେ ମୋ ପୁଅ ନାହିଁ କୋଉଠୁ ଦେବି ହେଲେ ଭିତରେ ତମେ ପକ୍ଷୀଟା ମଣିଷ ପିଲାଟା ନେଇ କଣ କରିବ ମୁଁ ତ ଥିଲି ମୁଁ ଦେଇଥାନ୍ତି ସେତେବେଳେ ଗୋଟିଏ ଝିଅ ଥିଲା ଦଶରଥଙ୍କର ଯାହାର ନାମ ହେଉଛି ଋଷ୍ୟଶୃଙ୍ଗକୁ ବାହାର ସତ୍ୟ କହିଦେଇଛନ୍ତି ରାଜା ଦଶରଥ ପଚାରିଲେ ତୁମେ ପକ୍ଷୀଟା ମଣିଷ ପିଲା ନେଇ କଣ କରିବ ନା ରାଜା ଜାଣିଲ ତୁମେ ମୈତ୍ର ମଣିଷ ପିଲାଟା ମୁଁ କାହିଁକି ନେବି କି ସେ ମଣିଷ ପିଲାଟାକୁ ମଲା ବେଳେ ମୋ ମୁଖରେ ମତେ ଜଳ ଦେଇଦେଲେ ମୁଁ ବୈକୁଣ୍ଠ ପ୍ରାପ୍ତ ହେଇଯିବି ରାଜା ଦଶରଥ ପଚାରିଲେ ତୁମେ ପକ୍ଷୀଟା ମଣିଷ ପିଲାଟା ତୁମ ମୁଖରେ ଜଳ ଦେଇଦେବ ତୁମେ ବୈକୁଣ୍ଠ ଯିବ ନା ଖାଲି କେମିତି সেই মহানাটকের আগে শোক জটায়ু বলছি রাজা দশরথকে জটায়ু বলছি বলে বুঝলে কিয়ে কিয়ে জল দেলে ইয়ে জীব বৈকুণ্ঠ প্রাপ্ত হয়ে থেকে শোক হ্যাঁ তাহলে সোয়া কুমদ সোয়া পত্র সোয়া ভগ্নি সোয়া মৈত্র সেদিন কহিদেলা পক্ষীটা কহিলে মৈত্রে নিজর যদি পুଅ নথিব স্বমৈত্র স্থাপন କରିଥିବ মৈত্র কহিলে সম্রাট ତାକୁ ଯଦି ଗୋଟିଏ ପୁଅ କରିକି ଆଣିବ ଯିବ ଗଲା ବେଳେ ପୁଅ ଜଳ ଦେଲେ ଇଏ ଯିବ ବୈକୁଣ୍ଠକୁ ଯିବ ଆତ୍ମଜ ଯଦି ଶିଖି ନାହିଁ ନିଜର ଆତ୍ମୀୟ ଗୋଟିଏ ପୁଅ କରିକି ଆଣିଲେ ସେ ପୁଅ ଜଳ ଦେଲେ ଯିବ ବୈକୁଣ୍ଠକୁ ଯିବ ସ୍ୱଗୋତ୍ରଜ ନିଜ ଗୋତ୍ରରୁ ଯଦି ବା ପୁଅ କରିକି ଆଣିବେ ନିଜର ଯଦି ପିଲା ନାହିଁ ତାହେଲେ ସେ ପିଲା ଜୀବ ଗଲା ବେଳେ ଜଳ ମୁଣ୍ଡେ ଦେଲେ ବୈକୁଣ୍ଠ ପ୍ରାପ୍ତି ହେବ ସ୍ୱଭଗ୍ନି ଭଗ୍ନିର ପୁଅ ଭଣଜା କୁଳଶ୍ରେଷ୍ଠ ଜୀବ ଗଲା ବେଳକୁ ଯଦି ଭଣଜା ମନ୍ଦା ଜଳ ଦେଇଦିଏ ଏ ଜୀବ ବୈକୁଣ୍ଠ ନାଇଁ ରାଜା ଦଶରଥ କହିଲେ ମନ୍ତ୍ରୀ ଠିକ ଅଛି ଯେ ଯେତେବେଳେ ମୋ କୁଳକୁ ସନ୍ତାନଟି ଆସିବ ମୁଁ ତୁମକୁ ମୋ ଜ୍ୟେଷ୍ଠ ପୁତ୍ରକୁ ଅର୍ପଣ କରିଦେବି
ନା ସତ୍ୟ କେବେ ବୁଝିବନି, ଧର୍ମ କେବେ ବୁଝିବନି, ଯୁଗେ ଯୁଗେ ରହିଥିବ। ସେଦିନ ରାଜା ଦଶରଥ ପଡ଼ିବ ପୁରା ଆଜ୍ଞା କାହିଁକି ନା ସତ୍ୟ କେବେ ଅଟଳ ନୁହଁ। ମୁଦା ମୁହା ଏଗୁଣ ମୁହା ଗଧି ମୁହା ବେଗ ମୁହା ଗୋଟେ ନା ରହିଲା କଣ ଗୋଟେ ଆଉ 21 ବେଳକୁ ଖାଲି ପେଙ୍ଗୁଡଳିଆ ମୁହାଟା ଦବ। ସତ୍ୟ କେବେ କହିବେ ଧର୍ମ କେବେ କହିବେ চলা চলা প্রাণাস চলা জীবিত মন্দিরে চলা চলেছ সংসারে ধর্ম একই নিশ্চয় ধর্ম ঠিক সংসার সমস্তে বল প্রভুଙ୍କର ମର୍ଯ୍ୟାଦା ଆମେ ରାମଚନ୍ଦ୍ର বলাচল এমনি নেই নেই প্রভু জন্ম করে দিলেন আজ প্রভু জন্ম তাহলে কহি হচ্ছে ধর্ম ফুল দিনে কৃষ্ণ কহিলে মহিলা রস ফল ওড়িয়া পদ ওড়িয়া ছন্দ কଣ কহিলে তাহলে কহ কুরঙ্গী দୃଶ কর্মটা সুচারু রূপে পালন করিপারা সেই ধর্ম কর্ম ହିଁ ଧର୍ମ ଧର୍ମ ହିଁ କର୍ମ ଶିକ୍ଷକ ଜଣେ ପିଲାମାନଙ୍କୁ ପାଠ ପଢ଼େ ତା କର୍ମ ହେଉଛି ପିଲାମାନଙ୍କୁ ମଣିଷ କରିବାକୁ ପାଠ ପଢ଼େ ଆଉ ଯଦି ସେ ଶିକ୍ଷକ ପାଠ ନ ପଢ଼ି ମୋବାଇଲ ଧରିକି ପିଲା ବସିକି ତିଆରି ତା ଧର୍ମ ସେଇଠି ନଷ୍ଟ ହେଲା। ଆପଣମାନେ ହେଲେ ଶ୍ରୋତା ବର୍ତ୍ତମାନ ଘରକୁ ଗଲେ ପଚାରିବେ କୁଆ ଯାଇଥିଲ ନା ପାନ ଶୁଣିବା ପାଇଁ ଯାଇଥିଲେ ଆମେ ଏଠି ବସିକି ଯଦି ମୋବାଇଲ ଟିପିବେ ଘର କଥା କାହା ସାଙ୍ଗ କଥା ଗପିବେ ବସିକି ଭୁସୁର ହେବେ ସେଠି ଆପଣଙ୍କର ଧର୍ମ ନଷ୍ଟ ହବ। କଣ ହେଲା ଶୁଣ 21 ଦିବସ ସେଦିନ ପାଳନ ହେଉଛି। ଆମମାନଙ୍କର ସନ୍ତାନ କିଏ ହେଲେ ଆମେ କିଏ ଆରମ୍ଭ କରୁଛେ କରୁଛେ ଖାଦ୍ୟ ବ୍ୟବସ୍ଥା କରୁଛେ ନାଇଁ ଆଉ ଅଯୋଧ୍ୟା କଟକରେ ରାଧାଙ୍କର କୋଳରେ ସନ୍ତାନଟି ଆସିଛି ମାନେ ବହୁ ଆଡମ୍ବରରେ ଆଜି 21 ଦିବସ ପାଳନ ହେଉଛି। ମର୍ଯ୍ୟାଦା ପୂର୍ଣ୍ଣ ଭଗବାନ ରାମ ସେଦିନ ବାପା ଆସି ଜଟାରେ ପହଞ୍ଚିଗଲା ଦେଖିଦେଲେ ଦୂରରୁ ରାଧା ଦଶରଥ ଛୋଟକାଲେ କହିଲେ ମୋ ମୈତ୍ର ଆଜି ଆସିଛନ୍ତି ମୁଁ ଭଲ ଜଟାଇ କହିଲେ ମୈତ୍ର ମୁଁ କାହିଁ ଆସିଛି ଜାଣିଛ ସତ୍ୟ କରିଥିଲା ମନଟି ଆସିଲେ ମତେ ଦେବ ବୋଲି ହେ ମୈତ୍ର ଆଜି ଦେଇଦିଅ ମୋର ମୁଁ ବୁଝେ ରାମର ମୋର କିଛି ଅଧିକାର ନାହିଁ। ରାଜା ଦଶରଥ କହିଲେ ମୁଁ ଦେବୀ ସତ୍ୟ କରିଛି 21 ପିଲାଟା ମା କ୍ଷୀର ଛାଡ଼ିନି ତମେ ନେଇ ଜଙ୍ଗଲରେ ତାକୁ କଣ କରିବ କ୍ଷୀର ତ ପାଇବନି ଫଳମୂଳ ପାଇବ ସେ ତ ଫଳମୂଳ ଏବେ ଖାଇବନି ପିଲାଟା ଜନ୍ମ ନେଲେ ବାହାର ଅମୃତ ଖାଇବ ଅମୃତକୁ ପାନ କରିବ ତା ବ୍ୟତୀତ ସେ ବାହାର ଖାଦ୍ୟ କିଛି ଖାଇବ। ଜଟାୟୁ କହିଲା ଠିକ ଅଛି ମୁଁ ନେଲେ କ୍ଷୀର କୋଉଠି ଜଙ୍ଗଲରେ ବଢିଯାଅ ବଡ ହେଇଯାଉ ଦିନକ ପରେ ଏ ଦିନର ବଣିତେ ତୁ ନେବେ ମିଶି ଗଲା ଦିନକ ପରେ ଦିନ ବିତି ଯାଇ ରାମ ଠାକୁରଙ୍କର ଦିନର ବଂଶ ପାଳନ ହେଉଛି। ପ୍ରଭୁଙ୍କୁ 1 ବର୍ଷ ପୂର୍ବ ଯେତେବେଳେ ହେଲା ଜନ୍ମ ଉତ୍ସବ ପାଳନ ହଉଛି ପ୍ରଭୁଙ୍କର ବହୁ ଆଡମ୍ବରରେ ରାମ ଠାକୁରଙ୍କୁ ଅଯୋଧ୍ୟାବାସୀ ହେଲେ କେବେ ହେଲେ ଭୂମିରେ ଚଲେଇ ଦିଅନ୍ତିନି। ଶିରେ ପଥର
ଆଚ୍ଛା ଜଟାୟୁର ଶିର ମୁଣ୍ଡରେ ଯାଇ ବାଜିଲା। ଧାର ଧାର ହୋଇ ବହିଗଲା। ଶୁଣିତ ଶୁଣିତ କହିଲେ ରକ୍ତ। ରକ୍ତ ଯେତେବେଳେ ବହି ଯାଉଛି ଧାଇ ନେତ୍ରେ ଦେଖି ପିଲାମାନେ ଟେକା ପକଉଛନ୍ତି ମୁଣ୍ଡ ଫାଟି ବହି ପଡୁଛି ଚାଲିଗଲେ ପାଖକୁ ମୁଣ୍ଡ କିଛି କାମ କଲା ଧରି ପକେଇଲେ ଅଛି ମୋତେ କ୍ଷମା କରିଦିଅ ପିଲାମାନେ ଜାଣିପାରି ନାହାନ୍ତି ତୁମକୁ ଚିହ୍ନି ପାରି ନାହାନ୍ତି ପଥର ପକେଇ ଦେଇଛନ୍ତି ରକ୍ତ ଗୁଡାକୁ ପିନ୍ଧିଥିବା ବସ୍ତ୍ରରେ ପୋଛି ଦେଉଛନ୍ତି ରାଜା ଦଶରଥ ଧରି ନେଇ ଆସିଲେ କେତେ କଷ୍ଟରେ କହିଲେ କହିଥିଲେ ପିଲାମାନଙ୍କୁ କ୍ଷମା କରିଦେବ ଜାଣିପାରୁନାହାନ୍ତି ତଳେ ଚଲେଇ ଦେଉନାହାନ୍ତି ଯଦି ମୁଁ ଆଜି ରାମକୁ ଦେଇଦେବି ଅଯୋଧ୍ୟାବାସୀ ମୋତେ ରଖିବେ ତେଣୁ କଣ କରିବି କୁଳଗୁରୁ ବଶିଷ୍ଠଙ୍କ ପାଖରେ ଯାଇ ପହଞ୍ଚିବି କୁଳଗୁରୁ ବଶିଷ୍ଠ କହିଲେ ଗୁରୁଦେବ ସତ୍ୟ କରିଥିଲି ମୋର ଜ୍ୟେଷ୍ଠ ପୁତ୍ରକୁ ଦେବା ପାଇଁ ମୋ ମୈତ୍ର ଜଟାୟୁକୁ ମୋ ଜୀବନ ରଖିଥିଲେ ବର୍ତ୍ତମାନ ମୁଁ କଣ କହିବି ରାମକୁ କେମିତି ମୁଁ ଦେବି ରାମ ଅବହେଳାରେ ମୁଁ କରିଯିବି ସେଦିନ କୁଳଗୁରୁ ବାବା କହିଲେ ମୁଁ ସବୁ କଥା ସମ୍ଭାଳି ନେବି କେମିତି ନା ଡାକ ଜଟାୟୁକୁ ଡାକିଛନ୍ତି କୁଳଗୁରୁ ଜଟାୟୁକୁ ପ୍ରଶ୍ନ କଲେ କୁଳଗୁରୁ ବଶିଷ୍ଠ କହିଲେ ଜଟାୟୁ ତୁମକୁ ରାଜା ଦଶରଥ ସତ୍ୟ କରିଥିଲେ ତାଙ୍କର ଜ୍ୟେଷ୍ଠ ପୁତ୍ରକୁ ଦେବା ପାଇଁ ନାଇଁ ହେଲେ ଇଏ ସମସ୍ତେ ଜାଣିଛନ୍ତି ଅଯୋଧ୍ୟା କାଟ ରାମ କେବେ ହେଲେ ଦଶରଥଙ୍କର ପୁତ୍ର ନୁହଁ ଗୁରୁ ସେଦିନ ପକ୍ଷୀଟା ଖଣ୍ଡେଇ ଦେଲେ କହିଲେ ରାମ ପରା ଚରୁରୁ ଜନ୍ମ ନେଇଛି ତିନି ନାରୀ ଚରୁ ଖାଇଲା ଖୁଣୁ ଇଏ ଜନ୍ମ ନେଇଛନ୍ତି ହେଲେ ଦଶରଥଙ୍କର ଏ ପୁଅଟି କଣ ଭାଗିଦାର ଅଛି ତାଙ୍କର ଯଦି ଜନ୍ମ ହେଇଥାନ୍ତା ରାମ ତାହେଲେ ନିଶ୍ଚିନ୍ତ ଭାବରେ ଜଟାୟୁ ସେ ତୁମକୁ ଅର୍ପଣ କରିଥାନ୍ତେ କହିଲା ହାରିଲେ ଦୈବ ଏ କୁଳଗୁରୁ ବଶିଷ୍ଠ ହୋଇ ମତେ ମିଛ କହି ଚରୁରୁ ଜନ୍ମ ଧର୍ମ ଥିଲେ ସେ କଥା ବୁଝି ଆଖିରୁ ଅଶ୍ରୁ ଧାର ଧାର ବହି ଯାଉଛି ଜଟାୟୁ ହେଲେ ମୈତ୍ରେ ରୁଧିର ଧାର ଧାର ହୋଇ ବହୁଥିଲା ମୋ ଆଖିରୁ ବର୍ତ୍ତମାନ ଅଶ୍ରୁ ବହି ଯାଉଛି ପତି ଯେ ଅଯୋଧ୍ୟା କଟକର ସେ ପତି ସେଦିନ ଯୋଉ କହିଥିଲ ରଘୁକୁଲାରେ ସଦା ଚାଲି ସେଦିନ କହିଥିଲ ରଘୁକୁଲର ରୀତି ହଉଛି ଯାହାକୁ ଯୋଉ ବଚନ ଦିଅନ୍ତୁ ନିଜର ପ୍ରାଣ ରହୁ ବଚନ ପଛକେ କଟିଯାଉ ଜଟାୟୁ କହିଲା ଯାଉଛି ଆଜି କେମିତି କେତେ ଫେରି ଯାଉଛି ଯଦି ପ୍ରକୃତରେ ଏ ଦୁନିଆରେ ଧର୍ମ ଥିବ ହେ କୁଳଗୁରୁ ହେ ମୈତ୍ର ଦଶରଥ ରାମ ଯଦି ପ୍ରକୃତରେ ତୁମରି ଔରସରୁ ଜନ୍ମ ନେଇଥିବ ମୋ ଜୀବ ଗଲା ବେଳେ ରାମ ମୋତେ ଜଳ ଦେବ
ସତ୍ୟକୁ ତୁମେ ଲଙ୍ଘିଛ ଚରଣରୁ ଯଦି ଜନ୍ମ ପ୍ରକୃତରେ ନେଇଥିବ ରାମ ତାହେଲେ ରାଜା ଦଶରଥ ତୁମେ ମଲା ବେଳକୁ ସେ ରାମ ତୁମକୁ ଜଳ ଦେବ ନାଇଁ ତାହେଲେ ଜଳ କିଏ କାହାକୁ ଦେଇଥିଲା ଚରଣରୁ କଣ ସବୁ କଥା ଜନ୍ମ ହେବେ ପିଲା ଜନ୍ମ ନେବେ ରାମ କଣ ପ୍ରକୃତରେ ଚରଣରୁ ଜନ୍ମ ନା ସେଇଥିପାଇଁ ଓଡ଼ିଆ ଭାଗବତରେ ଅତି ବଡ଼ି ଜଗନ୍ନାଥ ଦାସ କହିଛି ଆଇଲା ଯେ ତତ୍ତ୍ୱ ଜାଣିଲେ ତୁମେ ଭ୍ରାନ୍ତି ଭବ ସାଗର ତରି ତାର ତତ୍ତ୍ୱକୁ ବୁଝିବା ଦରକାର ଚରୁ ଖାଇଲେ ଯଦି ମା ମାନେ ସବୁ ପ୍ରସବ କରୁ ଜାନେ ସ୍ୱାମୀ ସ୍ତ୍ରୀଙ୍କର ଦାମ୍ପତ୍ୟ ଜୀବନ କେବେ ତଳିବ ନାହିଁ ପ୍ରସବ କରି ଜାଣିବ ଯଜ୍ଞ ଚାଲିଛି ଭାରତ ବର୍ଷରେ ଅନେକ ଯଜ୍ଞ ଚାଲିଛି ସବୁ ମା ମାନେ ଚରୁ ନେଇକି ଜନ୍ମ କରନ୍ତି ଆଉ ବାହା ହୁଅନ୍ତିନି ପୁରୁଷ ନା ଚରୁ ଖାଇଛନ୍ତି ତିନି ନା ଖାଇବାର କାରଣ ହଁ କାରଣ କଣ ଅଛି ଆମେ ଶୁଣ ଶୁଣ କଣ ଆମେ କଣ ଜାଣିବୁ ଜାଣିବୁ ଯଦି ଶୁଣୁ ହେଇଆ କଣ ହେଇଆ କଣ କହିବା କହିବା ଭାଷା କରୁଛୁ ସେଇଆ ପଚାରି ଶୁଣ ଆରେ ପୁଅ ଆମ ଗାଁରେ 18 ବର୍ଷରେ ସ୍ୱାମୀ ନଥାଇ ତାର ପୁଅ ହେଇକିରି ଋଷି ମଣ୍ଡଳୀ ସମସ୍ତେ ବସିଲେ ଯାଇଥିଲେ ଆମ ଘର ପାଖରେ ଲଜ୍ଜା ସରମ ଲାଗେ ଏ ପୁଅ କଣ ହେଲା ତମ ଗାଁରେ ଆରେ 18 ବର୍ଷର ସ୍ୱାମୀ 18 ବର୍ଷରେ ପୁଅ ପାଇଲା ଦେଖିଲେ କଥା ଇଞ୍ଜେକ୍ସନ ପାଇଲା ଇଞ୍ଜେକ୍ସନ ଦିଆହେଲା ଲଜ୍ଜା ସରମ ନାହିଁ ଏ ଗାଁ କଥା ସେଠି ପକଉଛୁ ବାପା ଆଜ୍ଞା ରାମ ଜନ୍ମ ନେବେ ବୋଲି ଋଷି ସମାଜ ସମସ୍ତେ କୂଳରୁ ବସିଛ ଋଷି ଶୃଙ୍ଗ ସମସ୍ତେ ବସିଛନ୍ତି ଆଜ୍ଞା 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 ଏବଂ ବିଷ୍ଣୁ ସେ ବି ଅଛନ୍ତି ବିଷ୍ଣୁ ବି ସଦାବେଳେ ଭଗବାନଙ୍କୁ ଡାକୁଛି ପୁଅ ପୁରାଙ୍ଗାର ରାବଣଟା କେମିତି ଜଲ୍ଦି ମରିଯାଏ ହଁ ହଁ ବାପା ପୁଅ କେ ଭଳିଆ କହିପାରୁଛି ଜାଣିଗଲେ ବିଷ୍ଣୁ ମନ ଖୁସିରେ ଫେରୁଛନ୍ତି ଆଜ୍ଞା ମନ ଖୁସିରେ ଯେତେବେଳେ ଆସିଲେ ରାବଣ ଦେଖିଦେଲା କହିଲା ଆଜି କଣ ଏତେ ଖୁସି ମୋ ବାପା ଆଜି କାହିଁ ଖୁସି ଏତେ ପଚାରିଦେଲା କହିଲା ଆଜି ଏତେ ଖୁସି କାହିଁକି ମୁଁ କହିପାରିବି ହସି ହସି ବିଶ୍ରାମ କହିଲେ କହିଲେ ମୁଁ ଆଜି ଖୁସି ଏତିକି ଯେ ତୋର ମରିବା ସମୟକୁ ଆସିଗଲା ରେ ନା ବାପା ମୁଁ ମରିଯିବି ମତେ କିଏ ମାରିବ ଭୁବନ ବିଜୟୀ ରାବଣ ମତେ କିଏ ମାରିବ କହିଲା ଭାତ ଆମେ କୁମ୍ଭକର୍ଣ୍ଣ ସକଳରେ କୁବଳ ଧ୍ୱଂସକାରୀ ବଳିଆ ପୁରହନେ ମେଘନାଦ ପ୍ରହମିତ ବଦନା ଜେନ ବଦ୍ଧ ସୁରେନ୍ଦ୍ର পরে রাক্ষস হবে সহায় রাজবাস আমি রাম জন্ম নেব না বলতে পারি হ্যাঁ তার কবল করেছি
ନା ରାଜା ଦଶରଥଙ୍କୁ ସତ୍ୟ କରେଇ ବର ମାଗି ଆଣିଛି। ତିନି ନାରୀ ଯେତେବେଳେ ଋତୁ ସ୍ନାନ କରିବେ 17 ଦିନ ପର୍ଯ୍ୟନ୍ତ ନାରୀମାନଙ୍କ କକ୍ଷକୁ ଯାଇପାରିବେନି କି ତାଙ୍କ ସହିତ ମିଶି ପାରିବେନି ଦଶରଥ ଆଜୀବନ ସଦସ୍ୟ ହେଲେ। ଆଉ ରାମ ଜନ୍ମ ନେବ କେମିତି? ଚିନ୍ତା କଲେ ସେଦିନର ବିଷୟ ମୁଁ ଚାଙ୍ଗାଳଟା କଣ କଲି କହିଦେବାଟା ହେଉଛି ମୋର ଭୁଲ। ସାଙ୍ଗେ ସାଙ୍ଗେ ଗଲେ ଋଷ୍ୟଶୃଙ୍ଗ କଥା କହିଲେ। ଋଷ୍ୟଶୃଙ୍ଗକୁ କହିଲେ ସମସ୍ତ କଥା। ମୋ ପୁଅ ଏମିତି ଏମିତି ସବୁ କରିଛି ନା ଚିନ୍ତା କର ନାହିଁ ରାମ ଜନ୍ମ ନେବେ ନା କେମିତି ନା ଦଶରଥଙ୍କର ଅନୁସରଣ ହିଁ ରାମ ଜନ୍ମ ନେବେ। ତୁମେ କେହି ବ୍ୟସ୍ତ ହୁଅ ସମସ୍ତଙ୍କୁ ବାଣ୍ଟି ଦେଲେ ଋଷି ସମାଜ କହିଲେ ଯା 18 ପ୍ରକାରର ଚେରମୂଳି ସବୁ ଆଣିଲେ ରାନ୍ଧିଲେ। ଅଗ୍ନି ଯୋଉଠି ଜଣେ ତାକୁ ଯଜ୍ଞ ସେ ହେଉଛି ଯଜ୍ଞ। ଗୋଟିଏ ହାଣ୍ଡିରେ ଚେରମୂଳି 18 ପ୍ରକାର ପକେଇକିନା ରାନ୍ଧଣ କଲେ। ସମସ୍ତେ କହନ୍ତି ଚରୁ ଖାଇଲେ। ବିଭିନ୍ନ ପ୍ରକାରର ଚେରମୂଳିକୁ ରାନ୍ଧିଥିବା ତାର ନାମ ଦେଲେ ଚର। ଚେରରୁ ଚର। ରାନ୍ଧି ସାରିଲା ପରେ ଦଶରଥଙ୍କୁ ଡକେଇଲେ। ଡାକିକି ଦଶରଥଙ୍କୁ ଦେଲେ। କହିଲେ ଇଏ ଚରକୁ ନେଇ ଆୟୁର୍ବେଦିକ ଔଷଧ। ଏଇଟା ହଉଛି ଆୟୁର୍ବେଦିକ ଔଷଧ। ଆମେ ଯଦି କହୁଛେ ଚରକୁ ଜନ୍ମ ହେଲେ ମୁଁ ବିଜ୍ଞାନ ମାନୁଛି ୟାକୁ ବିଜ୍ଞାନ ବାପା ମାନୁ। ତେଣୁ ବିଭିନ୍ନ ପ୍ରକାର ଚେରମୂଳିରୁ ବନ୍ଧା ହୋଇଥିବା ଚରକୁ ଦଶରଥ ଦେଲେ। ତିନି ନାରୀ ଖାଇବା ପାଇଁକି ଦେଲେ ଉପକାର କଣ ହେଲା? ଉପକାର କଣ ହେଲା? ଉପକାର ହେଲା ଏଇଆ ଯେଉଁ ପଦ୍ମଟା ବିକଶିତ ହୋଇ 16 ପାଖୁଡା ରହୁଥିଲା 16 ଦିନ ପର୍ଯ୍ୟନ୍ତ। ଦିନକୁ ଗୋଟିଏ ଲେଖା ପାଖୁଡା ବୁଝେ। 16 ଦିନରେ 16 ପାଖୁଡା ବୁଝି ହେଇଗଲା ପରେ ସେ ପଦ୍ମଟା 20 ଦିନ ପର୍ଯ୍ୟନ୍ତ ଫୁଟି କରି ରହିବ। ଲାଗିଛି 17 ଦିନ ଯାକେ। 18 ଦିନ ଗଲା ଅସୁବିଧା ଅଛି ସତ୍ୟ ଭାଙ୍ଗିବ। ତେଣୁ 18 ଦିନରେ ରାଜା ଦଶରଥ ରାଣୀ ଶୟନ କକ୍ଷକୁ ଗଲେ। ସେଇଥିପାଇଁ କହ ପୁରାଣ କେତେ? ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟ ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନ। ସେଦିନ ହେଲା 18 ଦିନ। 18 1 8 ମିଶିଲେ କେତେ? ତେଣୁ ନବମୀ ତିଥିରେ ରାମ ଜନ୍ମ ନେଇଥିଲେ। ପ୍ରଭୁ ନବମୀରେ ଜନ୍ମ ଆଜି ହଉଛି ସେଇ चैत्र मास 8 के 9 देखो 9 को पड़ गया कहला 9 के 9 राम जन्म न बोला बता
ନାଁରେ କଣ କରିଛୁ? ନା ରାଜା ଦଶରଥଙ୍କୁ ସତ୍ୟ କରାଇ ବର ମାଗି ଆଣିଛି। ତିନି ନାରୀ ଯେତେବେଳେ ଋତୁ ସ୍ନାନ କରିବେ 17 ଦିନ ପର୍ଯ୍ୟନ୍ତ ନାରୀମାନଙ୍କୁ କକ୍ଷକୁ ଯାଇପାରିବେନି କି ତାଙ୍କ ସହିତ ମିଶି ପାରିବେନି। ଦଶରଥ ଆଜୀବନ ସଦସ୍ୟ ହେଲେ। ଆଉ ରାମ ଜନ୍ମ ଲାଭ କେମିତି? ଚିନ୍ତା କଲେ ସେଦିନ ବିଷୟ ମୁଁ ଚାଙ୍ଗାଳଟା କଣ କଲି କହିଦେବାଟା ହେଉଛି ମୋର ଭୁଲ। ସାଙ୍ଗେ ସାଙ୍ଗେ ଗଲେ ଋଷ୍ୟଶୃଙ୍ଗ କଥା କହୁ। ଋଷ୍ୟଶୃଙ୍ଗକୁ କହିଲେ ସମସ୍ତ କଥା। ମୋ ପୁଅ ଏମିତି ଏମିତି ସବୁ କରିଛି। ନା ଚିନ୍ତା କର ନାହିଁ ରାମ ଜନ୍ମ ନେବେ। ନା କେମିତି? ନା ଦଶରଥଙ୍କର ଅବସର ହିଁ ରାମ ଜନ୍ମ ନେବେ। ହଁ ତୁମେ କେହି ବ୍ୟସ୍ତ ହୁଅ। ସମସ୍ତଙ୍କୁ ବାଣ୍ଟି ଦେଲେ ଋଷି ସମାଜ। କହିଲେ ଯା 18 ପ୍ରକାରର ଚେରମୂଳି ସବୁ ଆଣିଲେ। ରାନ୍ଧିଲେ। ଅଗ୍ନି ଯୋଉଠି ଜଣେ ତାକୁ ଯଜ୍ଞ ସେ ହେଉଛି ଯଜ୍ଞ। ଗୋଟିଏ ହାଣ୍ଡିରେ ଚେରମୂଳି 18 ପ୍ରକାରର ପକେଇକିନା ରାନ୍ଧଣ କଲେ। ସମସ୍ତେ କହନ୍ତି ଚରୁ ଖାଇଲେ। ବିଭିନ୍ନ ପ୍ରକାରର ଚେରମୂଳିକୁ ରାନ୍ଧିଥିବା ତାର ନାମ ଦେଲେ ଚର। ଚେରରୁ ଚର। ହଁ ରାନ୍ଧି ସାରିଲା ପରେ ଦଶରଥଙ୍କୁ ଡକେଇଲେ। ଡାକିକି ଦଶରଥଙ୍କୁ ଦେଲେ। କହିଲେ ଏ ଚରକୁ ନେଇ ଆୟୁର୍ବେଦିକ ଔଷଧ। ଏଇଟା ହଉଛି ଆୟୁର୍ବେଦିକ ଔଷଧ। ଆମେ ଯଦି କହୁଛେ ଚରକୁ ଜନ୍ମ ହେଲେ ନା ମୁଁ ବିଜ୍ଞାନ ମାନୁଛି। ୟାକୁ ବିଜ୍ଞାନ ବାପା ମାନୁ। ତେଣୁ ବିଭିନ୍ନ ପ୍ରକାର ଚେରମୂଳିରୁ ବନ୍ଧା ହୋଇଥିବା ଚରକୁ ଦଶରଥ ନେଲେ। ତିନି ନାରୀ ଖାଇବା ପାଇଁ ଦେଲେ। ଉପକାର କଣ ହେଲା? ଉପକାର କଣ ହେଲା? ଉପକାର ହେଲା ଏଇଆ ଯେ ପଦ୍ମଟା ବିକଶିତ ହୋଇ 16 ପାଖୁଡା ରହୁଥିଲା 16 ଦିନ ପର୍ଯ୍ୟନ୍ତ। ଦିନକୁ ଗୋଟିଏ ଲେଖା ପାଖୁଡା ବୁଝେ। 16 ଦିନରେ 16 ପାଖୁଡା ବୁଝି ହେଇଗଲା ପରେ ଆଉ ଭଲ ହେଇଗଲା। ସେ ପଦ୍ମଟା 20 ଦିନ ପର୍ଯ୍ୟନ୍ତ ଫୁଟି କରି ରହିବ। ଲାଗିଛି 17 ଦିନ ଯାକେ। 18 ଦିନ ଗଲା ଅସୁବିଧା ଅଛି। ସତ୍ୟ ଭାଙ୍ଗିବ। ତେଣୁ 18 ଦିନରେ ରାଜା ଦଶରଥ ରାଣୀ ଶୟନ କକ୍ଷକୁ ଗଲେ। ସେଇଥିପାଇଁ କହ ପୁରାଣ କେତେ? ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନ ଦ୍ୱୟ ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନ। ସେଦିନ ହେଲା 18 ଦିନ। 18 1 8 ମିଶିଲେ କେତେ? ତେଣୁ ନବମୀ ତିଥିରେ ରାମ ଜନ୍ମ ନେଇଥିଲେ। ଆଜି ହଉଛି ସେଇ ଚୈତ୍ର ମାସ 8 କେ 9 ଦେଖୁନ 9 କ ପଡିଆ କହିଲା 9 କେ 9 ମିଶିଲେ ତଳେ ନକୁ 2 7 ମିଶିଲେ କେତେ? 27 2 7 ମିଶେଇ ମିଶେଇ ଯା ତଳେ ନକୁ ଉପରେ। ଗୋଟେ ବଡ ଖେନ୍ଦାରୀ ମୁଁ ଇଆଡକୁ ଭେଟେଇ ନ କାଲି 8 ପଚାରିଲା। କାଲି ଏଇଟା ସିନା ହେଇଗଲା 8ଟା କେମିତି ହବ ଦେଖିଆ। ମତେ ପଚାରିବୁ ଦେଖିଆ 8 ତେଣୁ ରାମ ନେଲେ ନବମୀରେ ଜନ୍ମ ନେଲେ। ନବମୀ ତିଥିରେ ଜନ୍ମ ନେଲେ। ଆଜ୍ଞା ଉତ୍ତରେ
ଯୋଉ ସବୁଆଡେ ଭ୍ରାନ୍ତ ଧାରଣା ମିଳୁଛି ଚରକୁ ଜନ୍ମ ନେଇ ସେଦିନ ଆମେ ନାଇଁ ଆଜ୍ଞା ଚରକୁ ଜନ୍ମ ନେଲେ ସଂସାର ରହିବ ନାଇଁ ସଂସାର ରହିବ ସ୍ୱାମୀ ସ୍ତ୍ରୀଙ୍କର ଆଉ ଦାମ୍ପତ୍ୟ ଜୀବନ ସୁଖମୟର ଆବଶ୍ୟକ ନାହିଁ ଚରକୁ ଯଦି ଜନ୍ମ ହଉ ଆଜ୍ଞା ଆଜ୍ଞା ଚରୁ ତ ଖାଇଲେ ପାଟି ବାଟେ ସେ ଗଲା ହଁ ପାକସ୍ଥଳୀ ପାକସ୍ଥଳୀ ମଳ ଦ୍ୱାର ଦେଇକି ଯିବ ହଁ ଗୁଆ କାମ ସତି ତା କାମ ହେଲା ସେତିକି ଗୋଟେ ପଟେ ଗିଳିବୁ ଗୋଟେ ପଟେ ଗାଳିବୁ ଆଉ ଗର୍ଭାଶୟ ଯିବ କଣ ନା ଜନତା ହଉଛି ଗୋଟେ ଔଷଧ ଚେରମୂଳରୁ ତିଆରି ହେଇଥିଲା ଏ ଋତୁସ୍ନାନ କଲେ 20 ଦିନ ପର୍ଯ୍ୟନ୍ତ ସେ ପତ୍ରଟା ବିକଶିତ ହେଇଥିଲା এইটা হচ্ছে তার মূল তত্ত্ব বাসে ব্যাপারে হ্যাঁ অবিকা সিনা সাইন্স ভারী করে দিলে বিজ্ঞান ভারী করে দিলে এত প্রকার তেলপতি আইয়া আইয়া আগুন ଥିଲା কোন এই কবিরাজি ঔষধ না হ্যাঁ এই চেরমূল হ্যাঁ আয়ুর্বেদিক বড় লোক দেখুন চেরমূল ভালো হচ্ছে আইয়া হচ্ছে চেরমূল হচ্ছে মুখ্য মুখিয়া বলা আচ্ছা